ଦେଖନ୍ତୁ ଜଣେ ଗୋପପୁରରୁ ଆସିକି ମଥୁରାରୁ ଦ୍ୱାରିକା ଯାଇକି ଦ୍ୱାରିକାର ରାଜାଧିରାଜ ଯାଇକି ବସିଲେ। କିନ୍ତୁ ଆଉ ଜଣେ ବନ୍ଧୁ ସେଇ ସୁଦାମା ସେ କଣ ହେଲେ? ସେ ପୁରା ଦୀନ ଦରିଦ୍ର ଭିକାରୀ ହେଇଗଲେ। ତାଙ୍କର ରୂପ ଚାଲିଗଲା, ଖାଇବା ପିଇବାର ରୂପ ଚାଲିଗଲା, ବୟସ ଚାଲିଗଲା, ଘର ଚାଲି ଯାଇଛି, ଧନ ସମ୍ପତ୍ତି ସବୁ କିଛି ଚାଲି ଯାଇଛି, କିନ୍ତୁ ତାଙ୍କ ହୃଦୟ ଭିତରୁ ଭଗବାନ ମାନେ କୃଷ୍ଣଙ୍କର ନାମ, କୃଷ୍ଣଙ୍କର ଗୁଣଗାନ ଚାଲି ଯାଇଛି। ଜୀବନରେ ଯେତେ ପାଇଲେ ବିନିଧି ଗୁରୁ ବିନା କେହି ନୁହନ୍ତି ମୋ ସାଥୀ। ଜଣେ ପରିଶ୍ରମ କଲେ, ଜଣେ ଯାହା ବି କରିକି ସିଏ ବହୁତ ଧନ ସମ୍ପତ୍ତି ଉପାର୍ଜନ କରିପାରିବ, କିନ୍ତୁ ଏଇ ଗାଁରେ ଯୋଉ ଲୀଳା ହେଇଛି, ଗାଁର ଗୁରୁଜନ ମାନେ ଯୋଉ ଲୀଳାକୁ ଅନୁଭବ କରିଛନ୍ତି, ଆପଣ ମାନେ ଯୋଉ କୋଟି କୋଟି ଟଙ୍କା ଦେବେ ସେ ଲୀଳାକୁ ଆପଣ ମାନେ ଅନୁଭବ କରିପାରିବେ, କିନ୍ତୁ ଆମେ ସେ ଲୀଳାକୁ ବଞ୍ଚେଇ ପାରିବା, ସେ କଥାକୁ ବଞ୍ଚେଇ ପାରିବା। ଆଜି ସନ୍ଧ୍ୟାବେଳେ ଏଇ ଗର୍ଜଙ୍କା ଗାଁରୁ ସେପଟୁ ତାଙ୍କ ନାଁ କଣ ମନେ ପଡୁନି ଆସିଥିଲେ, କହିଲେ ଗୋପାଳ ଭାଇ କ୍ଷମା କରିବେ, ଆମେ 2 ଦିନ ହେଲା ଆସିପାରିବାନି, ଟିକେ କଣ କରିବି ମୁଁ ଆଉ। ସେ ଅଛନ୍ତି ଭାଇ ଅଛନ୍ତି କି ପଳେଇଲେଣି ତ? ହଁ ସେଇଥିପାଇଁ ତ କହିବା ପାଇଁ ପଡିବ, ସେ ଥିଲେ ମୁଁ କଣ କହିପାରିଥାନ୍ତି? କହିଲେ ଭାଇ କଣ କରିବି ଆଉ, ମୁଁ କଣ ଆସିନଥାନ୍ତି, ମୁଁ ଆସିଥାନ୍ତି ତ, କଣ କରିବି ଆଉ, ଘରଟାକୁ ଜଗିଛି। ମୁଁ କହିଲି ବା, କହିଲେ ମୁଁ ଘରଟାକୁ ଜଗିଛି ଚାବି ଦେଇକି, ମୁଁ ଯୋଉ ବର୍ତ୍ତମାନ ଆସିଥିଲି ଚାବି ଦେଇକି ଆସିଛି। ମୁଁ ସେ ଜାଣିପାରିଲି, ମୁଁ ତାଙ୍କୁ କହିଥିଲି, କହିଲେ ମୁଁ ରହିବି। ମୁଁ କହିଲି ନା ଭାଇ ତମେ ରୁହ ନା, ତମେ ଯାଅ ପଳାଅ ଯାଅ। କାହିଁ କହିଲ, ସିଏ ସିନା ଏଇଠି ଆସିକି ମୋ ପାଖରେ ବସି ତାଙ୍କ ମନଟା ହିଁ କୋଉଠି ରହିବ, ସେଠି ହେଇକି ରହିବ। କିନ୍ତୁ କଣ କହୁଛି, ଭକ୍ତ ବସିଆଛି ଅନେକ ଦୂରରେ, ଭକ୍ତ ବସିଆଛି ଅନେକ ଦୂରରେ, ଲୟ ଲଗାଇଛି ଜଗବନ୍ଧୁଙ୍କ ଭୟରେ, ଲୟ ଲଗାଇଛି ଜଗବନ୍ଧୁ ପୟରେ। ଏ ଜଗବନ୍ଧୁଙ୍କ ପୟରେ ଲୟଟା କେମିତି ରହିବ? ଜଣେ ଗରିବ ଲୋକ ଥିଲେ, ସେ ଗରିବ ଲୋକ ଯେତେବେଳେ ଚିନ୍ତା କଲେ, କହିଲେ କଣ କରିବି ଆଉ, ସେ ପ୍ରତିଦିନ ଯୋଉ ଗାଁରେ ଥାନ୍ତି ସେଇ ବାଟ ଦେଇ ଯାଆନ୍ତି, ଗୁରୁଙ୍କୁ ବହୁତ ପ୍ରଣାମ କରନ୍ତି, ଆଣ୍ଟିକି ପୁରା ଲଣ୍ଡନ ସାଷ୍ଟାଙ୍ଗ ପ୍ରଣାମ କରନ୍ତି। ତାପରେ କିଛି ଦିନ ପରେ ଗୁରୁଦେବ ଆସିଲେ, କହିଲେ ଗୁରୁଦେବ ଆଉ କଣ କରିବି, ଦେଖୁଛନ୍ତି ଏ ଅଭାବ ସଂସାର, ପାଣି ପଡୁଛି ସବୁବେଳେ, ଏମିତି ଦୁଃଖ ଭିତରେ ଅଛି। ଗୁରୁଦେବ କହିଲେ ଆଉ ଠିକ ଅଛି, ବ୍ୟସ୍ତ ବେଳ ଧୈର୍ଯ୍ୟ ଧର। ଗୁରୁଦେବ ଧୈର୍ଯ୍ୟ ଦେଇଦେଲେ, ମନ୍ତ୍ର ଦେଇଦେଲେ, ଆଶୀର୍ବାଦ ଦେଇଦେଲେ, କିନ୍ତୁ ଆପଣମାନେ ଭାବିବେନି ଯେ ଇଏ ଏତେ ବଡ କୋଠା ଘର କରିଦେଇଛି, ଏତେ ଧନ ସମ୍ପତ୍ତିର ମାଲିକ ହେଇଯାଇଛି, ସେ କୃପା ପାଇଗଲା। କୃପାଟା ତାହା ନୁହଁ। ଆପଣ ଭାବିଦେବେ ଯେ ସିଏ ମାନେ ତା ପୁଅ ଚାକିରି ଗଲେ, ତା ପୁଅ କୋଠା ଘର କରିଗଲା, ସେ ମାନେ ଏମିତି ଧନ ସମ୍ପତ୍ତିର ମାଲିକ ହେଲା, ସେ ହଉଛି କୃପାର ଅଧିକାରୀ। ସେଇଟା ଭାବିବାକୁ ଆମର ମୂର୍ଖା। ଯଦି ମୁଁ ବି ଭାବିବି ଇଏ ବି ମୋ ପାଇଁ, ଗୋପାଳ ପାଇଁ ମଧ୍ୟ ମୂର୍ଖା। କୃପା ସେତେବେଳେ ଆପଣ ଅନୁଭବ କରିବେ ଯେତେବେଳେ ଆପଣ ସନ୍ଧ୍ୟାବେଳେ ଟିକେ ପ୍ରାର୍ଥନା କରିନାହାନ୍ତି, ଆପଣ ମନ ପୁରା ଅସ୍ଥିର ହେଇଯିବ, ମୁଁ ଟିକେ ତାଙ୍କ ନାମାନ୍ତର ଗୁଣଗାନ କରିପାରିବିନି।
तांको पाई जेतेबेले तांको विरहरे आपनक भितरे जेतेबेले व्याकुलता सृष्टि हो आपण सेतेबेले जानिबे जे आपण कृपार पात्र ही तापर गुरुदेव गले से लोक जन कम कले ना टिके धनी जाई धन संपत्ति बढ़ी जाई से गुरुदेव को देखि जेमि साष्टांग प्रणाम करले और साष्टांग प्रणाम करले द्वितीय धर दलाल संग आंठिक प्रणाम करले पुणी किसी दिन बोले सेई बात दे गुरुदेव बोले से गुरुदेव देखि से आंठिक माने साष्टांग प्रणाम करलानी आंठिक प्रणाम करलानी से कोन खिया है प्रणाम पुणी किसी दिन वाला गुरुदेव पुणी सेई बात दे गले से विराट बड़ बिल्डिंग कर देलानी अनेक धन संपत्ति अधिकार हो गलानी आउ सत्य बेले से आउ आंठिक मुंडिया मारिलानी साष्टांग सीधा मुंड भी नुआइलानी सीधा प्रणाम तापर चतुर्थ बेले आसले से आउ आंठिक साष्टांग गुरुदेव प्रणाम ए स्टाइल ले आसी पहुंची गले देखंतु जहां पाई से यही स्तर पर गले तांको मध्य अवमानना करबा को भूलिले ना तेणु बड़ बड़ भक्त माने गतकाली कुंतींगर कथा कहते प्रहलादंकर कथा कहते सुदामा जो ध्रुवंकर कथा कहते समस्त दुख को आदरी नहीं यार अर्थन से धनी नुहति यार अर्थन से धन संपत्ति अभाव रही प्रतिक्षण से भगवान गुरुंकर विरह दुख बोली मन करते दुख भितर जंजाल भितर गोटे परिवार भितर सुदामा रही समस्त कहते अरे तुम बंधु जो कृष्ण को डाक से कृष्ण होती विराट बड़ बंधु पाखे धन संपत्ति अभाव नहीं पाख गले तोर किसी भी अभाव रही मना कर धन संपत्ति मो प्रभु पाखक जी कौन भाविबे कहले ना जा से राजांग पाखु जा से राजांग पाखरे जाई गुणगान सी भी धन संपत्ति देवे ए कुंड केवल गुणगान करने कहार चाटुकारी करी धन संपत्ति रोजगार कर लक्ष्य नुह सुदामार मना करदेले भक्तर भाव पत्नी कहले स्वामी मु जानी आपण जिते बाध्य कले कृष्ण पाखक केवल धन संपत्ति मागिबा को जीवे किंतु गोटे कथा जाइपारे आपण दर्शन पाई कम से कम जाऊँ देखा करवा कौन आपणकर कर्तव्य नुहे सब भितर आम पाखे धन था संपत्ति न था जहाँ भी न था आम जिते आसला बेले आम चकुड़ी कराइला पटल ये कराइला खाऊ मो पाखे बस मोर जड़े सान भाई मत कहले सी केवल कहले काली मत कहले मो संजय भाई मत कहले देख गोपाल बाबा
ଦୀର୍ଘ ଦିନ ହେଇଗଲାଣି କେବଳ ଛତୁଆ ପିଉଛନ୍ତି, ମାନେ ମାଣ୍ଡିଆ ଖାଉଛନ୍ତି, କିନ୍ତୁ ଖାଉନାହାନ୍ତି କିଛି। ରାତି 11 ବେଳୁ ଆମେ ଗଲାବେଳୁ ବାବା ଅପେକ୍ଷା କରିଛନ୍ତି ଯେ ନିଶ୍ଚିତ ଭାବରେ ସେ ଗାଁରୁ ଆସିଥିବ। ବାବା ଆନନ୍ଦରେ ପିଠା ଖାଉଛନ୍ତି। କାଲି ନେଇକି ଯାଇଥିଲେ ପ୍ରସାଦ, ବାବା ମନା କରିଥିଲେ, କହିଲେ ମୋ ପାଇଁ କିଛି ପଠେଇବନି, 5 ଠା କରିବନି। ଯୋଉ ଡାଲମା ସେଇ ଗରଜଙ୍ଗାର ଚିତ୍ରତୋଳା ନଦୀ କୂଳରେ ମୋ ପାଇଁ କରାଯାଉଥିଲା ମୁଗ ଡାଲମା ପ୍ରସାଦ, ମୋ ପାଇଁ ସେଇ ମୁଗ ଡାଲମା ପ୍ରସାଦ ଆଣିବେ। ବାବା ମୁଗ ଡାଲମା ପ୍ରସାଦ ଖାଇଲେ, ପିଠା ଖାଇଲେ। ଯେତେ ବଡ ବଡ କଥା ତମେ କରିକି ନିଅ, ଯଦି ତା ଭିତରେ ଭାବ ନାହିଁ ନା, ତାହେଲେ ଭଗବାନ କେବେ ବି ଗ୍ରହଣ କରିବେ। ନାମେ ମୀରା ନାମେ ରାଧା ନାମେ ମୀରା जब से तेरी सूरत देखी, जब से तेरी सूरत देखी, प्रेम की मूरत देखी, प्रेम की मूरत देखी, अपनत में बनाना है, अपनत में बनाना है। अपना किंतु बनिवा कि अन्य आमे भगवान अपनार बनिवा कि आपणार निजर बनेबार एकमात्र माध्यम कौन? निजर बनेबार एकमात्र माध्यमटा कौन? कौन धन सम्पत्ति देवे सी गछ फुल फल सब किसी तैयारी करछथि। आमे कि कोन करबा गोटे फुल नेकी नै देबा 10 टंकार भोग नै देबा कोन करबा? प्रभु आसे सात से बिल्डिंग लागि पड़ी जांदा से कॉन्ट्रैक्ट से या पकई छरे आमे 10 टंका दउछु किंतु मात्र 10 कोटी टंकार संपत्ति मांगी अपनत में बनाना